କି ସାରା ମୁଣ୍ଡ ଫାଟିଛି ହାଁ ମୁଣ୍ଡ ଫାଟିଛି ମୁଁ ଯେତେ ଯାକ ସେ ଦୋଷୀ ମାନଙ୍କୁ ମୁଁ ଧରା ନ ପକେଇଛି ମୁଁ ଭାଇ କଦାପି ମୁଁ ଶାନ୍ତିରେ ଟିକେ ରହିପାରିବି ନାହିଁ। ଆଜ୍ଞା ଭାଇ ହଁ ହଁ କଣ ଆଉ ନଉଛନ୍ତି କଣ ପାଇଁ ନବୁ ପଇସା ଚୋରି ଭିଡିଓ ବନ୍ଦ କରିହବନି ହଁ ଭିଡିଓ ବନ୍ଦ କରିହବନି। ତମେ ସାର୍ ପଇସା କଣ ପାଇଁ ନଉଥିଲେ ପଇସା ଯଦି ପଇସା ନଉଛନ୍ତି ପଇସା ସାଙ୍ଗମାନେ ନଉଛନ୍ତି ମୁଁ ତ ଆଜ୍ଞା ପୁରା ସିଓର କହିବି କେସ୍ ହଉଛି ମୁଁ ଜିତିବି। କଣ ପାଇଁ ଜାଣିଛନ୍ତି ତ ଆମ ସଦର ଥାନାରେ ଆଜ୍ଞା ଆମ ସାର୍ ମ୍ୟାଡ଼ାମ ସମସ୍ତେ ବହୁତ ଭଲ। ସେ ସମସ୍ତଙ୍କୁ ମାନେ ଦୁଃଖୀ ଗରିବ ଲୋକଙ୍କ ଦୁଃଖ କଥା ସେ ଶୁଣନ୍ତି। ମୋ ଆଖି ସାମ୍ନାରେ ବି ମୁଁ ଦେଖିଛି ବହୁତ ଗରିବ ଲୋକଙ୍କ କଥା ଶୁଣନ୍ତି। ଜୟ ଜଗନ୍ନାଥ ସାଙ୍ଗମାନେ ଆପଣମାନେ ଯେମିତିକି ଜାଣିଛନ୍ତି ମୁଁ ଗୋଟେ ଛୋଟ ମକା ଦୋକାନଟିଏ। ତ ସାଙ୍ଗମାନେ ଆପଣମାନଙ୍କ ସପୋର୍ଟ ଏତେ ମାତ୍ରାରେ ଆଜ୍ଞା ମିଳିଲା ଏ ଭାଇକୁ ବହୁତ ସାରା ସାହସ ମିଳିଲା ଆଜି ଏତେ ବଡ଼ ଫ୍ରଡ୍ ସଂସ୍ଥାର ପର୍ଦାଫାଶ ହେଇପାରିଲା। ତ ୟା ପରେ ବି ଆଜ୍ଞା ବହୁତ କିଛି ବି ମୁଁ ଜାଣିଛି ମୋ ଜୀବନ ପ୍ରତି ବିପଦ ଆସିବ ଯେହେତୁ ସେ ଏତେ ବଡ଼ ସଂସ୍ଥା ବହୁତ ବି ଧମକି ବି ଯେମିତି ଆପଣମାନେ ବି ଜାଣିଛନ୍ତି କେତେ ସାରା ଧମକି ବି ଆସିଛି। ତ ମୋ ଜୀବନକୁ ତ ଆଜ୍ଞା ଏତେ ଡର ନାହିଁ ଫିର ବି ଆପଣମାନେ ବି ମୋ ସହିତ ଅଛନ୍ତି। ବାସ୍ ମୋର କିଛି ହେଇଗଲେ ଆପଣମାନେ ସବୁବେଳେ ଆଜ୍ଞା ଯେମିତି ମୋ ଫ୍ୟାମିଲିର ଏବେ ଯେମିତିଆ ଛିଡା ହଉଛନ୍ତି ମୋ ଫ୍ୟାମିଲି ଲାଗି ଆଜ୍ଞା ଛିଡା ହେବେ। ତ ବର୍ତ୍ତମାନ ସାଙ୍ଗମାନେ ମୁଁ ବାହାରିକି ରେଡି ହେଇସାରିଛି ତ ଯିବି ଥାନାକୁ। ସିଏ ବି ଆଜି ଦେଖିବେ ଯେ ଡିକେ ଭାଇ ତା ଫ୍ୟାମିଲି କେତେ ବଡ। ଗୀତା ଯିବା ନା ଏ ଲଢେଇ ଆଜ୍ଞା ଏକା ମୋର ନୁହେଁ ଆପଣମାନ ସମସ୍ତଙ୍କର। ଭାବନ୍ତୁ ଗୋଟେ କଥା ମାନେ କେତେ ଗରିବ ଘର ଶ୍ରେଣୀର ଲୋକ ଯୋଉମାନେ 200 ଟଙ୍କା 250 ଟଙ୍କା ମଜୁରୀ ପାଉଛନ୍ତି ତାଙ୍କ ପାଖରୁ କେମିତିଆ ନଉଥିବେ। ଦୁନିଆ କଥା ବି ଆଜ୍ଞା ଶୁଣିବାକୁ ବି ମିଳୁଛି। ସେମାନେ ମୁଁ ଜାଣିଛି ସେମାନେ ଆଉ କେହି ବି ନୁହନ୍ତି ସେମାନେ ହଉଛନ୍ତି ତାଙ୍କରି ଜଣେ ଜଣେ ହଉଛି ଷ୍ଟାଫ ଯୋଉମାନେ ହଉଛି ନୂଆ ହଁ ଯୋଉମାନେ ହଉଛୁ ନୂଆ ନୂଆ ଆଇଡି ଖୋଲିକି ହଉଛୁ ଜିରୋ ଫଲୋର୍ସ କମେଣ୍ଟ ଖରାପ କମେଣ୍ଟ ଲେଖୁଛନ୍ତି। ଆପଣମାନେ ତ ସବୁ ଦେଖିଛନ୍ତି। ତ ବର୍ତ୍ତମାନ ଯିବା ଟାଇମ ବି ବହୁତ ହେଲାଣି ଆପଣମାନଙ୍କ ପାଇଁ ତ ଆଜ୍ଞା ମୁଁ ଥାନାକୁ ଯାଉଛି ଯେହେତୁ ଆପଣମାନେ ସମସ୍ତେ ମତେ କହିଥିଲେ ଟିକେ ଭାଇ ସେମାନଙ୍କୁ ଥାନାରେ ଦବା ଦରକାର ତ ମୁଁ ଆପଣମାନଙ୍କ ପାଇଁ ଆଗେଇ ଚାଲିଛି। ତ କଣ ଭୁଲ କଣ ଠିକ ତ ଆପଣମାନେ ନିହାତି ଭାଇକୁ ବହୁତ ସାରା ସପୋର୍ଟ କରିବେ ଯେମିତିକା ଏତେ ବଡ ସ୍କାମ ର ପର୍ଦାଫାଶ ହେଇପାରିବ। ତ ଏକାଥରକେ ଆମେ ସାଙ୍ଗମାନେ ଥାନାରେ ଦେଖାହବା ସେଇ ରିପୋର୍ଟ ଟା ନା କିସ ଏଫଆଇଆର ଟା ଏଟା ଏଫଆଇଆର ଏଟା ସେଇ ରସିଦ ସେଦିନ କାଢିକି ଆଣିନି ବୋଲି ଆଜି ଜଣା ପଡିଲା। ବର୍ତ୍ତମାନ ସାଙ୍ଗମାନେ ଆସିକି ଥାନା ପାଖରେ ପହଞ୍ଚି ଗଲୁଣି। ଭିତରକୁ ଯିବା ଦେଖିବା କଣ ହଉଛି। ଆଉ ଥରେ ମୁଁ କହୁଛି ଏ ଲଢେଇ ଆଜ୍ଞା ଏକା ମୋର ନୁହେଁ ଆମ ସମସ୍ତଙ୍କର। ତ ଆପଣମାନଙ୍କର ସହଯୋଗ ନିହାତି ଦରକାର। ତ ଭିତରକୁ ଯିବା ଚାଲ। ମୋର ଭିଡିଓ କର ଗଲା ଆଜି ମତେ ଟାର୍ଗେଟ କରିବେ ଆପଣ। ତମେ ସବୁ ଗଲ ଆଜି କିଛି ହବନି ମୁଁ ଟିକେର ମାଇନି ଯାହା କରିବ ମୁଁ ଟିକେ ବୁଝେଇବି। କି ସାରା ମୁଣ୍ଡ ଫାଟିଛି ମୁଣ୍ଡ ଫାଟିଛି। ତ ସାଙ୍ଗମାନେ ବର୍ତ୍ତମାନ ଆମେ ତ ହଉଛୁ ଆମ ଏଫଆଇଆର ଦେଇଦେଇଛୁ। ସାର୍ ଆମର ବହୁତ ସମୟ ପରେ ଏଫଆଇଆର ରଖିଲେ। ସାର୍ ବି ଆମକୁ କଥା ଦେଇଛନ୍ତି ବହୁତ ଜଲଦି ହଉଛି ଆମ କଥା ଶୁଣିବେ ତାଙ୍କୁ ବି ଡକେଇବେ ଡକେଇଲା ପରେ ହଉଛି ଆମେ କଥା ହଉ ଚାଲ।
ଦେଖନ୍ତୁ ଜଣଙ୍କ ଆଖି ମାରୁଛି। ଘର ଆସିକି ସାଙ୍ଗମାନେ ଆମେ ପହଞ୍ଚି ଗଲୁଣୁ। ଗୀତା ତାର କଣ କରୁଛି ଦେଖ, ମୁଁ ମୋର ଟିକେ ଶୋଇ ଯାଇଥିଲି। ଗୀତା ତାର ଟେନସନ। ଦୋକାନ ଯିବନି କି? ଯିବି ପୁରା ନିଦରେ ଆଉ ଇଚ୍ଛା ହଉନି ଯାଇତେ। ନିଦ ଆଉ ଏପଟେ କଣ ମାନେ ଚିନ୍ତା ଏତେ ଚିନ୍ତାର ମୋର ତ ଚିନ୍ତାର ମୁଣ୍ଡ କିଛି ହବନି। ଦେଖ କିଛି ଭଲ କାମ ହବନି। କରିଥିବ, ଭଲ କାମ କରିଥିଲେ କିଛି କଥା ଭଲ ନାହିଁ। କାମରେ ହଉଛି ଆଜିକାଲି ନ୍ୟାୟ ଅଛି। ଯାହା ପାଖରେ ପଇସା ଆଜିକାଲି ସବୁ ତାଙ୍କ ପାଖରେ। ଆମର କିଏ ଅଛି ଆମ ସହିତ ଛିଡା ହବ? ଆମ ସହିତ କିଏ ଅଛି? ସାଙ୍ଗମାନେ ବୁଝେଇ ଦିଅନ୍ତୁ ଆମ ସହିତ କିଏ ଅଛି। ଏତେ ବାଟ ବି ଆମେ ଆସିଛୁ କାହା ପାଇଁ ଜାଣିଛ? ଜାଣିଛୁ ନା ଜାଣିନୁ? ଜାଣିଛି ଯେ କିନ୍ତୁ ଏଇ ମୋ ଭାଇ ଭଉଣୀ ମାନଙ୍କ ପାଇଁ। ଭାଇ ଭଉଣୀ ମାନେ ବହୁତ ସପୋର୍ଟ କରୁଛନ୍ତି, କିନ୍ତୁ ଆମ ଘର ଦେଖିଲାକୁ ଆମର ଆମେ ତମର ଯଦି କିଛି ମାନେ ଅସୁବିଧା ହବ, ଆମେ ତ ଏକରେ ଯାହା ମେଣ୍ଢା କାମ ମେଣ୍ଢା ବୋଲି ଜାଣିଛ, ଆମେ କିସ କରିବା? କିଛି ବି ଅସୁବିଧା ହବନି। ତୁ ଏତିକି ଟିକେ ଭରସା ରହ, କିଛି ବି ଅସୁବିଧା ହବନି। ଅସୁବିଧା କଣ ପାଇଁ ହବ? ମୁଁ କଣ ଆମେ କାହାର କଣ ମାରି ପକେଇଛୁ? ଆରେ ଯିଏ ଭୁଲ କରିଛି ସିଏ ଦଣ୍ଡ ପାଇବ। ତମେ ଶହ ଶହ ଲୋକଙ୍କର ହଉଛୁ ପଇସା ମାରିକି ଖାଇବ। ତ ଯଦି ଆମେ ଯଦି ପଚାରିବା କଣ ଏଇଟା ଭୁଲ? ମତେ ଗୋଟେ କହୁନାହାନ୍ତି ଗୋଟେ କଥା। ଯଦି ଆରେ ଆମେ ନର୍ମାଲି ଗୋଟେ ମଣିଷଟିଏ, ଆମେ ଗୋଟେ ଜାଗାକୁ ଗଲୁ, ଗୋଟେ ଜାଗାରେ ଆମେ ପଇସା ରଖିଛୁ କି ଆଜିକା ପଇସା ଡେଟରେ ଯିଏ ସତ୍ୟର ଇଏ କରନ୍ତି, ଲଢେଇ କରନ୍ତି, ସେଇମାନେ ହିଁ ଫସନ୍ତି। ସେଟା ଯୁଗ ଥିଲା, ସେ ସମୟ ଯୁଗ ଥିଲା। ବର୍ତ୍ତମାନ 2026 ଲୋକ ଚେଞ୍ଜ ହେଲେଣି, ସମସ୍ତଙ୍କ ମାଇଣ୍ଡ ଚେଞ୍ଜ ହେଲାଣି। ଏଇ ଫୋନ ମାରିଛି, ଫୋନ ଆସିଛି। ଏଠି ନେଇକି ଆ। ମୁଁ ତ ଆଜ୍ଞା ପୁରା ସିଓର କହିବି, କେସ୍ ହଉଛି ମୁଁ ଜିତିବି। କଣ ପାଇଁ ଜାଣିଛନ୍ତି? ତ ଆମ ସଦର ଥାନାରେ ଆଜ୍ଞା ଆମ ସାର୍ ମ୍ୟାଡ଼ାମ ସମସ୍ତେ ବହୁତ ଭଲ। ସେ ସମସ୍ତଙ୍କୁ ମାନେ ଦୁଃଖୀ ଗରିବ ଲୋକଙ୍କ ଦୁଃଖ କଥା ସେ ଶୁଣନ୍ତି। ମୋ ଆଖି ସାମ୍ନାରେ ବି ମୁଁ ଦେଖିଛି ବହୁତ ଗରିବ ଲୋକଙ୍କ କଥା ଶୁଣନ୍ତି। ସେ ସେମିତିକା ଲାଞ୍ଚ ନେବା ଅଫିସର କେହି ବି ନାହାନ୍ତି ସଦର ଥାନାରେ। ମୁଁ ଏତିକି କିନ୍ତୁ ଗ୍ୟାରେଣ୍ଟି ଦେବି। ଇଏ ସେଇଥିରେ ପୁଣି ଡରି ଯାଉଛି। ସେ କଦାପି ଲାଞ୍ଚ ନେବା ଅଫିସର କେହି ବି ନୁହନ୍ତି। ନାଇଁ ଆମେ ନାଇଁ, ମୁଁ ଜାଣି ସେ କଥା କହୁନି। ଆଉ ମୁଁ ତ ସାର୍ ମ୍ୟାଡାମ ଲାଞ୍ଚ କଥା କହୁନି। ମାନେ ମେନ୍ ହେଲା ଏଇ ମେନ୍ ଲୋକଙ୍କ କଥା କହୁଛି, ଆରେ ଯେ ନାଇଁ ଏଇ ନାଇଁ କିଛି ଅଫିସ ର ଲୋକ। ସବୁ ଜାଗାରେ ସତ୍ୟର ଜୟ ହୁଏ। ମୋ ଭାଇ ଭଉଣୀ ମାନେ ବି ଅଛନ୍ତି। ଏ ଲଢେଇ ବି ଆଜ୍ଞା ଏକା ମୋ ପାଇଁ ମୁଁ ଏ ଲଢେଇ କରୁନାହିଁ। ଏଇଟା ହଉଛି ସମସ୍ତଙ୍କ ମୋ ଭାଇ ଭଉଣୀ ମାନଙ୍କ ପାଇଁ। ଦେ କିଏ କଲ୍ କରିଛି ଦେଖେ, କିଏ କଲ୍ କଲା? ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଜୟ ଜଗନ୍ନାଥ ଭାଇ। ଜୟ ଜଗନ୍ନାଥ ଭାଇ। ଆପ୍ଲିକେସନ କିଏ ଲେଖିଛି ଦରଖାସ୍ତ? ସେଇଠି ସେଇ ଓକିଲ ଜଣ। ଭାଇ ମାଡି ଚାଲ, ଆମେ ଅଛେ ତମ ସାଙ୍ଗରେ। ଆରେ ମୋ ଭାଇ। ଦେଖି ଆଉ କଣ କରୁଛ? ନାଇଁ ଏଇ ତ ସେଇ କାମରେ ଟିକେ ଘୁରା ଘୁରି ଚାଲିଛି। ମାଡି ଚାଲ, ଆମେ ଅଛେ। ଭାଇ ଯାହା ହଉ, ସେତିକି ସାହସ ଦେଲେ ସେତିକି ବହୁତ ଖୁସି ଲାଗୁଛି। ଆଜି ଦୋକାନ ଖୋଲିବ ନା? ହଁ ଦୋକାନ ଖୋଲିବି ନା। ଆଚ୍ଛା, ଆଉ ଆମର ଏପଟକୁ ଆସ। ହଁ ଆମେ ଯିବି। ଭାଗ ଭାଗ ହେଇଯିବା। ଯିବି ଭାଇ। ମୁଁ ଯେତେ ଯାକ ସେ ଦୋଷୀ ମାନଙ୍କୁ ମୁଁ ଧରା ନ ପକେଇଛି, ମୁଁ ଭାଇ କଦାପି ମୁଁ ଶାନ୍ତିରେ ଟିକେ ରହିପାରିବି ନାହିଁ। ତମେ ହାରିବା ଛୁଆ ନୁହେଁ, ବୁଝିପାରୁଛ ନା? ଆଜ୍ଞା ନିଆଇ ସିଆଡେ, ଡିକି ଭାଇ ସିଆଡେ। ଭାଇ ଏତିକି ମତେ ଏତିକି କହିଲ ମତେ କେତେ ଖୁସି ଲାଗୁଛି। ମତେ ସାହସ ନିଜକୁ ଲାଗୁଛି ଯେ ହଉ ମୋ ନିଜ ଭାଇଟେ ମତେ କହିଲା। ଆଉ ଭାଇ ଏ ଲଢେଇ ମୁଁ ଏଇଟା ମୋ ପାଇଁ ଲଢୁନାହିଁ। 2200 ଟଙ୍କା ମୋ ପାଇଁ ବଡ କଥା ନୁହେଁ। କିନ୍ତୁ ଥରେ ଆମ ହୃଦୟକୁ ଥରେ ପଚାରିକି ଭାଇ ଦେଖିବା। ବାସ୍ ବାସ୍। ହୃଦୟକୁ ଥରେ ପଚାରିକି ଦେଖିବା, କେତେ ନିରୀହ ଲୋକଙ୍କର ଏମାନେ ପଇସା ମାରୁଛନ୍ତି। ଯେଉଁମାନେ ଜାଣିନାହାନ୍ତି, ଯେଉଁମାନେ ଏ ବିଷୟରେ ଟୋଟାଲି ଜାଣିନାହାନ୍ତି, ସେମାନଙ୍କୁ ଅନ୍ଧ ଭଳିଆ ବିଶ୍ୱାସ କରିଯାଆନ୍ତି। ତମେ ତ ତାଙ୍କୁ ତ ପୁରା ମାରୁଛ। ଏଇଭଳିଆ ପର ଡେ କେତେ ଟଙ୍କା ସିଏ ମାରୁଛନ୍ତି ଭାବ। ଢେର ଢେର। ମୁଁ କଣ ଯେଉଁଟା କଲି ଠିକ କଲି ନା ଭୁଲ କଲି? ପୁରା ପରଫେକ୍ଟ କରୁଛ ଭାଇ। ମାରେ ଭାଇ। ଏଇଭଳିଆ ତମେ ଯେମିତିକା ଭଲ ପାଉଛ, ଏତେ ସପୋର୍ଟ କରୁଛ, ଏଇଭଳିଆ ଓଡିଶା ବାସୀ ଯଦି ମତେ ସପୋର୍ଟ କରିବେ, ତମେ ଭାବ। ଭାଇ ଅଲରେଡି ସପୋର୍ଟ କରୁଛନ୍ତି ସପୋର୍ଟ ହେଲା। ଅଛି, ସପୋର୍ଟ ଅଛି। ମୁଁ ବେଇମାନ କାହିଁକି ହେବି? ଓଡିଶା ବାସୀ ସମସ୍ତେ ମତେ ସପୋର୍ଟ କରୁଛନ୍ତି। ଆଉ ମୁଁ ଆଗେ ତ ଆଜି କଥା ବି ଦଉଛି, ମୁଁ କଦାପି ଛାଡିବି ନାହିଁ ସେମାନଙ୍କୁ। ଶାନ୍ତିରେ ମୁଁ ରଖେଇ ଦେବିନି। ଠିକ ଅଛି ବଢିଆ ଅଛି। ରହିଲି ଭାଇ। ହଁ ଦୋକାନରେ ଦେଖା ହବ ସନ୍ଧ୍ୟା ବେଳକୁ ହେଲା। ଆଜ୍ଞା ଆଜ୍ଞା, ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।
ଦେଖିଲେ ସାଙ୍ଗମାନେ ଭଲ ପାଇବା କ'ଣ ସପୋର୍ଟ କ'ଣ ଆଉ କହୁଥିଲେ କ'ଣ ସୋସିଆଲ ମିଡ଼ିଆ କ'ଣ ସୋସିଆଲ ମିଡ଼ିଆ କ'ଣ ବର୍ତ୍ତମାନ ବୁଝିପାରୁଥିବେ ସୋସିଆଲ ମିଡ଼ିଆ କ'ଣ ଆଉ ଭଲ ପାଇବା କ'ଣ ଭଲ କାମ କରିବେ ଭଲ ଭଲ ପାଇବା ମିଳିବ ସବୁ ଜାଗାରେ ଆଜ୍ଞା ଭଲ ପାଇବା ମିଳିବ ଆଉ ଖରାପ କାମ କରିବେ ଯାହା ମିଳିବ ତ ଆପଣମାନେ ଜାଣିଛନ୍ତି ଆଉ ମୁଁ ଆଉ କ'ଣ କହିବି ମା ମୋର ପୁରା ଚିନ୍ତାରେ ପୁରା ଶୋଇଗଲାଣି ସେ ମାନେ ଏବେ ବି ଆଜ୍ଞା ତାଙ୍କୁ ବିଶ୍ୱାସ ହଉନି ଯେ ଆମ ସହିତ କିଏ ଅଛି ସତରେ କିନ୍ତୁ କେହି ନାହାନ୍ତି ଫିର୍ ବି ମୁଁ ଗୋଟେ ଆଗେଇ ଚାଲିଛି ଗୋଟେ ସାହସ ସହିତ ଆପଣମାନଙ୍କୁ ଭଲ ପାଇବା ଅଛି ଆଉ ତାପରେ ଆପଣଙ୍କ ସପୋର୍ଟ ଅଛି ଆଉ କ'ଣ ଦରକାର ତ ବହୁତ ଭାଇ ଭଉଣୀମାନେ ଆଜ୍ଞା ଭାବୁଥିବେ ପିଲାଟି କିଏ ଆଜ୍ଞା ମୁଁ ଯେମିତି ଆଉ ଥରେ କହିଦେଉଛି ମୋର ଆଜ୍ଞା ଗୋଟେ ଛୋଟ ମକା ଦୋକାନଟିଏ ଅଛି ବାଲେଶ୍ୱରରେ FM କଲେଜ ପାଖରେ ଯାହା ହଉ ଆପଣମାନେ ଭଲ ପାଇବା ଦେଉଛନ୍ତି ବୋଲି ମୁଁ ଗୋଟେ ଏମିତି ଭଲ କାମ ଆଜ୍ଞା ଏସବୁ ଯେଉଁମାନେ ବି ଆଜ୍ଞା ଯେଉଁଠି ଅନ୍ୟାୟ ହୁଏ ସେ ଜାଗାରେ ଟିକେ ଭାଇ ଛିଡ଼ା ହୁଏ ତ ମୁଁ ପାରୁପକ୍ଷ ମୁଁ ଯେତେକୁ ପାରିବି ସେତେକୁ ଏ ଅନ୍ୟାୟ ବିରୁଦ୍ଧରେ ମୁଁ ଲଢ଼ିବି ଏ ଲଢ଼େଇରେ ଆପଣମାନେ ବି ସାମିଲ ହେବେ ବହୁତ ସାରା ଆଜ୍ଞା ଭଲ ପାଇବା ଦେବେ ମୁଁ ଏଇଟା ଜାଣୁଛି ଯେଉଁମାନେ ନୂଆ କରି ଭିଡ଼ିଓ ଦେଖୁଛନ୍ତି ତ ସବସ୍କ୍ରାଇବ୍ଟେ ନିହାତି କରିବେ ଆଉ ରିକ୍ୱେଷ୍ଟ ଭିଡ଼ିଓକୁ ବହୁ ମାତ୍ରାରେ ସେୟାର କରିବେ ଯେମିତିକା ସମସ୍ତଙ୍କ ଘରେ ଘରେ ଏ ଭିଡ଼ିଓ ପହଞ୍ଚିବ ଯେ ସେକେଣ୍ଡ ଟାଇମ୍ କେହି ଏମିତି ଫାଇନାନ୍ସ କମ୍ପାନୀରୁ ଠକିବେ ନାହିଁ ରହିଲି ଜୟ ଜଗନ୍ନାଥ।